2026 ବର୍ଷରେ ଲଗାତାର ଆସିବ ବାତ୍ୟା, ଲଗାତାର ଆସିବ ବନ୍ୟା, ପ୍ରବଳ ବର୍ଷିବ ବୋଲି ବିଭିନ୍ନ ମଡେଲ ମାନେ ପୂର୍ବାନୁମାନ କଲେଣି ଦର୍ଶକ ବନ୍ଧୁ, ଯାହାକୁ ନେଇକି ୱିଣ୍ଡୋଡାର ସର୍ବପ୍ରଥମେ ନଜର ରହିଛି। ଆସନ୍ତୁ ଆଜିର ଅପଡେଟରେ ଆଲୋଚନା କରିବା। ବଙ୍ଗୋପସାଗରରେ ଆସୁଛି ଲଘୁଚାପ ବୋଲି ମଡେଲ ଆକଳନ କଲାଣି ଏବଂ ଏହାର ପ୍ରଭାବ କେଉଁ ରାଜ୍ୟ ଉପରେ ପଡ଼ିବ? ଓଡ଼ିଶାରେ ହେବ କି ଚଳିତ 2026ର ପ୍ରଥମ ବର୍ଷା? ଆସନ୍ତୁ ଟିକନିକ ଖବର ଜାଣିବା ଆଜିର ଅପଡେଟରେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ କରନ୍ତୁ ଆଉ ପାଣିପାଗ ସମସ୍ତ ଚିତ୍ର ଦେଖନ୍ତୁ ପ୍ରତିଦିନ ସନ୍ଧ୍ୟା 7ଟାରେ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ପାଗ ଶୁଖିଲା ରହିଛି। କାଁ ଭାଁ ଅଞ୍ଚଳରେ କୋହଲା ପାଗ ଦେଖିବାକୁ ମିଳୁଛି। ତାହା ସହିତ ସାମାନ୍ୟ ହାଲକା ଫୁଲକା ଶୀତ ଏବଂ ବର୍ତ୍ତମାନ ସମୟରେ ଦିନ ବେଳେ ମଧ୍ୟ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ବର୍ତ୍ତମାନ ସମୟରେ ପାଣିପାଗ ତରଫରୁ ସୂଚନା ମିଳିବା ଅନୁଯାୟୀ ମିନିମମ୍ ଟେମ୍ପରେଚର ବା ସର୍ବନିମ୍ନ ତାପମାତ୍ରା ପ୍ରାୟ 2 ଦିନ ମଧ୍ୟରେ ପ୍ରାୟ 2ରୁ 4 ଡିଗ୍ରୀ ବଢ଼ିବା ପାଇଁ ପାଗ ଅନୁକୂଳ ହେବ। ତା ଆମ ଦର୍ଶକ ବନ୍ଧୁ, ବର୍ତ୍ତମାନ ଧୀରେ ଧୀରେ ଆମେ ବିଦାୟ ନେଇ ସାରିଛି ଶୀତ। ସାମାନ୍ୟ ହାଲକା ଫୁଲକା କୋହଲିଆ ଶୀତ ରହିବ, କିନ୍ତୁ ବର୍ତ୍ତମାନ ସମୟରେ 5 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ଆଶଙ୍କା ନାହିଁ। ଦିନରେ ସାମାନ୍ୟ ଗରମ ଗୁଳୁଗୁଳି, ସନ୍ଧ୍ୟା ସମୟରେ ହାଲକା ଗୁଳୁଗୁଳି, ରାତି ସମୟରେ ସାମାନ୍ୟ ଶୀତ ଦେଖିବାକୁ ମିଳିପାରେ। ବଡ଼ ଖବର, ବଙ୍ଗୋପସାଗର ସୃଷ୍ଟି ହୋଇପାରେ ଲଘୁଚାପ, ଯାହାକି ଜିଏଫଏସ୍ ମଡେଲ ଆକଳନ କରୁଛି। ଆପଣ ମୋବାଇଲ ସ୍କ୍ରିନ୍ ଦେଖନ୍ତୁ। ୱିଣ୍ଡୋଡା ଚ୍ୟାନେଲ ଆପଣଙ୍କୁ ସର୍ବପ୍ରଥମେ ଏହି ଅପଡେଟ୍ ଦେବାକୁ ଚେଷ୍ଟା କରୁଛି, ଯାହାକି ଆପଣ ଦେଖିପାରୁଥିବେ ମୋବାଇଲ ସ୍କ୍ରିନ୍ରେ। ଦର୍ଶକ ବନ୍ଧୁ, ବଙ୍ଗୋପସାଗର ସୃଷ୍ଟି ହେବ ଲଘୁଚାପ ଫେବୃଆରୀ 19 ତାରିଖ ବେଳକୁ, ଯେଉଁ ରହୁଛି ଆପଣଙ୍କ ଦକ୍ଷିଣ ଆଣ୍ଡାମାନ ସାଗର, ତାହା ସହିତ ଇଣ୍ଡୋନେସିଆ ଆଖପାଖ ଅଞ୍ଚଳରେ ଗୋଟିଏ ଘୂର୍ଣ୍ଣିବଳୟ ଆସି ଦକ୍ଷିଣ ବଙ୍ଗୋପସାଗରରେ ପହଞ୍ଚିବ ଏବଂ ଏହା ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଶ୍ରୀଲଙ୍କା ଉପକୂଳ ହେବ। ତାପରେ ଏହା ଆହୁରି ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ପର୍ଯ୍ୟନ୍ତ ଯାଇପାରେ ବୋଲି ଜିଏଫଏସ୍ ମଡେଲ ଆକଳନ କରୁଛି। ଗ୍ଲୋବାଲ ସିଷ୍ଟମ ଜିଏଫଏସ୍ ମଡେଲ ଆକଳନ କରୁଛି। ଏହାର ପ୍ରଭାବରେ ତାମିଲନାଡୁ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବ, କିନ୍ତୁ ଏହା ହେବ କି ନାହିଁ ବର୍ତ୍ତମାନ କହିବା ବଡ଼ ମୁସ୍କିଲ, କାରଣ ଆମେ ଆଲୋଚନା କରୁଛେ ଜିଏଫଏସ୍ ମଡେଲର ଲଙ୍ଗ ରେଞ୍ଜ ଫୋରକାଷ୍ଟକୁ, ମାନେ ଦୀର୍ଘମିଆଦୀ ଆକଳନ କେବେ ବି ପରିବର୍ତ୍ତନ ହୋଇପାରେ। ସେହିପରି ଦର୍ଶକ ବନ୍ଧୁ, ଜିଏଫଏସ୍ ମଡେଲର ବିଭିନ୍ନ ମଡେଲ ମାନେ ଯେଉଁ ରହୁଛି ମେମ୍ବର ମାନେ ମଧ୍ୟ ଆକଳନ କରୁଛନ୍ତି ବଙ୍ଗୋପସାଗର ଲଘୁଚାପକୁ ନେଇକି ଏବଂ ଏହାର ପ୍ରଭାବ ଓଡ଼ିଶା ଉପକୂଳରେ ମଧ୍ୟ ପ୍ରଭାବ ପଡ଼ିପାରେ ଯଦି ବର୍ଷା ହେଉଛି, ଯଦି ଲଘୁଚାପ ଘନୀଭୂତ ହେଉଛି। ମୁଁ ଆପଣଙ୍କୁ ପୂର୍ବ ଭିଡ଼ିଓ ମାନଙ୍କରେ ଏମିତି କହିଥିଲି, ସୂର୍ଯ୍ୟଙ୍କର ବର୍ତ୍ତମାନ ଉତ୍ତରାୟଣ ଗତି ହୋଇସାରିଛି। ଏବେ ଯାହା ବି ଲଘୁଚାପ ହେବ ତାହା ସାମାନ୍ୟ ଉତ୍ତର ପଶ୍ଚିମ ଦିଗକୁ ହିଁ ଆସିବ। ଯଦି ଉତ୍ତର ପଶ୍ଚିମ ଦିଗକୁ ଆସୁଛି, ଓଡ଼ିଶା ଉପରେ ଏହାର ପ୍ରଭାବ କେତେ ପଡ଼ିବ ବର୍ତ୍ତମାନ କହିବା ବଡ଼ ମୁସ୍କିଲ। କିନ୍ତୁ ଦେଖିବାର କଥା, ଜିଏଫଏସ୍ ମଡେଲର ଏହି ଆକଳନ କେତେ ସତ ହେଉଛି। କିନ୍ତୁ ମଡେଲ ଆକଳନ କରିବା ଅନୁସାରେ ବର୍ତ୍ତମାନର ପ୍ରଭାବ ଅନୁସାରେ ଆଗାମୀ 15 ଦିନ ମଧ୍ୟରେ ପାଗରେ ବଡ଼ ପରିବର୍ତ୍ତନ ଆସିବ, ପଶ୍ଚିମ ଝଡ଼ ଆସିବ ଏବଂ ବଙ୍ଗୋପସାଗର ଲଘୁଚାପ ସୃଷ୍ଟି ହେବ ବୋଲି ଯାହା ଜିଏଫଏସ୍ ମଡେଲ କହୁଛି। ଜିଏଫଏସ୍ ଇସିଏମ୍ ଡେଭଲପମେଣ୍ଟ ମଧ୍ୟ ଆକଳନ କରୁଛି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପାଇଁ, କିନ୍ତୁ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବ ଆଗାମୀ ଦିନରେ ପାଣିପାଗ ନେଇକି। ଆମ ଭାରତୀୟ ପାଣିପାଗ ସୂଚନା ଦେଇଛି ଆଗାମୀ 7 ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ। କେବଳ ଉତ୍ତର ପୂର୍ବ ଭାରତରେ ହାଲକା ଫୁଲକା ଶୀତ ରହିବ, ପଶ୍ଚିମର ପ୍ରଭାବରେ ହାଲକା ଫୁଲକା ବର୍ଷା ରହିବ। କିନ୍ତୁ ଏହି ମଡେଲର ଆକଳନକୁ କେତେ ସତ ହେଉଛି ତାହା ଧୀରେ ଧୀରେ ସ୍ପଷ୍ଟ ହେବ। ଦର୍ଶକ ବନ୍ଧୁ, ଏପ୍ରିଲ ମାସରେ ହୋଇପାରେ ମୌସୁମୀ ବର୍ଷା। ଆପଣ ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ। ସିଏଫଏସ୍ ମଡେଲ ଆକଳନ କରୁଛି ଦୀର୍ଘମିଆଦୀ ଆକଳନରେ ଆପଣ ଦେଖିପାରୁଥିବେ ଏପ୍ରିଲ ମେ ମାସରେ ପ୍ରବଳ ମାତ୍ରାରେ ବର୍ଷା ହେବ, ମୌସୁମୀ ବର୍ଷା ହେବ। ମୌସୁମୀ ତ ଆସିବ ନାହିଁ, କିନ୍ତୁ ମୌସୁମୀ ଜନିତ ଭଳି ବର୍ଷା ଲାଗି ରହିବ ବୋଲି ଯାହା ମଡେଲ ଆକଳନ କରୁଛି। କିନ୍ତୁ ଏହା କେତେ ସତ ହେବ ତାହା ନିଶ୍ଚୟ ପରେ ଧୀରେ ଧୀରେ ସ୍ପଷ୍ଟ ହେବ। ଇଏ ଥିଲା ପାଣିପାଗ ଚିତ୍ର ଯାହା ଆଗାମୀ ଦିନରେ ସୂଚାଉଛି। ମୁଁ ପୁଣି ଆସିବି ଆସନ୍ତାକାଲି ଆଉ ଏକ ନୂଆ ଅପଡେଟକୁ ସାଥେ ଧରି ବିଦାୟ ଦିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ।